এটা স্বাভাবিক। সে ହେବା ଦ୍ୱାରା କୌଣସି ଫଳପ୍ରଦ ହବ ନାହିଁ। ଦଳ ତା କାମ ସଂଗଠନ ଦଳ ତା କାର୍ଯ୍ୟକ୍ରମକୁ ଆଗକୁ ନେବ, ଏଥିରେ କୌଣସି ବେଧା ହବ ନାହିଁ। ତେଣୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଆଗେଇ ନେବ। ଦୀର୍ଘ 20-25 ବର୍ଷ ହେଲା ଯେମିତି ନେଇଥିଲା ପୁନର୍ବାର ସବୁଠି ଆଲୋଚନା କରି ଲୋକଙ୍କ ପାଖରେ ପହଞ୍ଚି ପୂର୍ବ ଜିନିଷକୁ ଫେରେଇ ଆଣିବ, ସେ ଆଶା ଭରସା ମୋର ରହିଛି। ଜନତା ଦଳ ରହିଛି 2027 ତା ବଜାୟ ରହିବ ନା ଅନ୍ୟ କାହା ଖାତାକୁ ଆଶା ରଖିଛୁ ବଜାୟ ରଖିବା ପାଇଁ। ମଣିଷ ତ ଆଶା କରେ, ତେଣୁ ଆଶା ରଖିଛୁ। ଯେହେତୁ ଆମେ ଦଳର ବିଭିନ୍ନ ପଦ ପଦବୀରେ ଅଛୁ ଏବଂ ଲୋକଙ୍କ ପାଇଁ କାମ କରି ଆସୁଛୁ, ତେଣୁ ନିଶ୍ଚିତ ଭାବରେ ଆଶା ରଖିଛୁ ଯେ ଆଗ ଯେମିତି ପଦ ପଦବୀରେ ଥିଲୁ, ଯେମିତି ଯାଇଥିଲୁ, ସେଇ ଦବଦବା ରହି ପୁନର୍ବାର ନିର୍ବାଚନରେ ଆମେ ଜୟଯୁକ୍ତ ହଉ। ମାନ୍ୟବର ସୁପ୍ରିମୋ ନିଶ୍ଚିତ ଭାବରେ ଚିନ୍ତା କରିଥିବେ ଯେ ଏଠି ପଞ୍ଚାୟତକୁ ଦେଲେ ଗଞ୍ଜାମ ଜିଲ୍ଲା ପୁଣି ସୁଦୃଢ଼ ହବ। ସେ ଆଶା କରି ମାନ୍ୟବର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆସ୍ଥା ଦେଇଛନ୍ତି ତାକୁ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରିବି। ନିଶ୍ଚିତ ଭାବରେ ଦଳ ସଂଗଠନକୁ ବଢ଼ାଇବା ପାଇଁ ସଦାସର୍ବଦା ଚେଷ୍ଟା କରିବୁ। ଏଇ ଯୋଉ ଦୀର୍ଘ 4-5 ମାସ ରହିଲା ନିର୍ବାଚନ, এই ନିର୍ବାଚନରେ ନିଶ୍ଚିତ ଭାବରେ ଆମର ମଧ୍ୟ ସେଇ ଗତି ରହିବ। ଲୋକଙ୍କ ପାଖରେ ପହଞ୍ଚିବା, ଲୋକଙ୍କୁ ବୁଝେଇବା, ଦଳ କି କାର୍ଯ୍ୟକ୍ରମ କରୁଥିଲା ତା ଉପରେ ଆଲୋଚନା କରିବା। ନମସ୍କାର, ଆଜିର ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ କିରଣ। ଆମ ସହିତ ଯିଏକି ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ଜିଲ୍ଲା ସଭାପତି ରୂପେ ନୂତନ ଭାବରେ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ। ଭଗବାନ ପଞ୍ଚାୟତ ସାର୍ ରହିଛନ୍ତି, ତାଙ୍କ ସହିତ ଆମେ ଆଲୋଚନା କରିବା। ତାର ଓଡ଼ିଶା ବାସୀଙ୍କୁ ସ୍ୱାଗତ କରୁଛି। ଯେହେତୁ ଗଞ୍ଜାମ ଜିଲ୍ଲା ରାଜନୀତିକୁ ନେଇ ଓଡ଼ିଶା ରାଜନୀତି ଉପରେ ବିଶେଷ ପ୍ରଭାବ ପକାଇଥାଏ। ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳ ତାର ଦବଦବା ବଜାୟ ରଖିଥିଲା, କିନ୍ତୁ 2024 ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ହାତରୁ ଗଞ୍ଜାମ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ଖସି ଯାଇଛି। ମାତ୍ର ଗୋଟିଏ ଆସନରେ ବିଜୁ ଜନତା ଦଳ ବିଜୟ ଲାଭ କରିଥିଲା ଏବଂ ବିଜୁ ଜନତା ଦଳ ବିଜୟ ଲାଭ କରିଥିଲା, କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ କରିଛନ୍ତି। ଇତିମଧ୍ୟରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ଗଡ଼ ରହିଥିଲା ବହୁ ବର୍ଷ ଧରି, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ନୂତନ ଭାବରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ମିଳିଛି। କେମିତି ରହିବ ଆପଣଙ୍କର ରଣନୀତି? ମାନ୍ୟବର ସୁପ୍ରିମୋ ନିଶ୍ଚିତ ଭାବରେ ଚିନ୍ତା କରିଥିବେ ଯେ ଏଠି ପଞ୍ଚାୟତକୁ ଦେଲେ ଗଞ୍ଜାମ ଜିଲ୍ଲା ପୁଣି ସୁଦୃଢ଼ ହବ। ସେ ଆଶା କରି ମାନ୍ୟବର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆସ୍ଥା ଦେଇଛନ୍ତି ତାକୁ ନିଶ୍ଚିତ ଭାବରେ କାର୍ଯ୍ୟକାରୀ କରିବି। ସେ କାମକୁ ଆଗେଇ ନେବା ପାଇଁ ଯୋଉ ଦାୟିତ୍ୱ, ସେ ଦାୟିତ୍ୱକୁ ପରିପୂର୍ଣ୍ଣ କରାଯିବ। ଲୋକ ସଂଗଠନକୁ ଯେହେତୁ ଦୀର୍ଘ 25 ବର୍ଷ ହେଲା ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମ କରି ଆସିଛି, ଲୋକଙ୍କର ଆସ୍ଥା ଜନତା ଦଳ ପ୍ରତି ରହିଛି। ହେଲା କାଳେ ମାଳେ କେମିତି ଗୋଟେ ଥର ହାତରୁ ଖସିକି ଦଳ ଗଲା, ତା ବୋଲି ଯେ ଦଳ ଆସିବ ନାହିଁ କିନ୍ତୁ ମାନେ ନାହିଁ। ନିଶ୍ଚିତ ଭାବରେ ଦଳକୁ ପୁନର୍ବାର ଫେରାଇ ଆଣିବା ପାଇଁ ଯୋଉଠି ଯୋଉ ଜିନିଷର ଆବଶ୍ୟକତା ପଡୁଛି ତାକୁ ଦଳ ଭିତରକୁ ଟାଣି ଆଣିବା ପାଇଁ ସେ ଜିନିଷ ଆମେ କରିବା ପାଇଁ ପଛେଇବୁ ନାହିଁ। ନିଶ୍ଚିତ ଭାବରେ ଦଳ ସଂଗଠନକୁ ବଢ଼ାଇବା ପାଇଁ ସଦାସର୍ବଦା ଚେଷ୍ଟା କରିବୁ। ଏଇ ଯୋଉ ଦୀର୍ଘ 4-5 ମାସ ରହିଲା ନିର୍ବାଚନ, এই ନିର୍ବାଚନରେ ନିଶ୍ଚିତ ଭାବରେ ଆମର ମଧ୍ୟ ସେଇ ଗତି ରହିବ। ଲୋକଙ୍କ ପାଖରେ ପହଞ୍ଚିବା, ଲୋକଙ୍କୁ ବୁଝେଇବା, ଦଳ କି କାର୍ଯ୍ୟକ୍ରମ କରୁଥିଲା ତା ଉପରେ ଆଲୋଚନା କରିବା। ଏ ଜିନିଷକୁ ନିଶ୍ଚିତ ଭାବେ ଆମେ କାର୍ଯ୍ୟକାରୀ କରିବୁ। ଦେଖନ୍ତୁ, ବିଜୁ ଜନତା ଦଳ ଯେତେବେଳେ ସରକାର ଥିଲା ସମସ୍ତ କର୍ମୀ ଏକଜୁଟ ହୋଇ ସେମାନେ କାର୍ଯ୍ୟ କରୁଥିଲେ, କିନ୍ତୁ 2024 ସାଧାରଣ ନିର୍ବାଚନ ପରେ ହାରିବା ପରେ ଅନେକ ନିର୍ବାଚନ ମଣ୍ଡଳୀରେ ମଧ୍ୟ କିଛି ବିଶୃଙ୍ଖଳାର ବାସ୍ନା ମଧ୍ୟ ଆସୁଛି। ଅନେକ ପଞ୍ଚାୟତରେ ମଧ୍ୟ ସେମିତି ରହୁଛି, ବ୍ଲକରେ ମଧ୍ୟ ସେମିତି ରହୁଛି। ଏଇ ସଂଗଠନ କାହିଁକି ଦୁର୍ବଳ ମନେ କରୁଛନ୍ତି? ଦଳ 24 ବର୍ଷ 25 ବର୍ଷ ଯେତେବେଳେ ଶାସନରେ ଥିଲା, ହଠାତ୍ କରି ଯେତେବେଳେ ଖସିଗଲା, ଏ ନ୍ୟାଚୁରାଲ ଜିନିଷ ସତ କଥା, ଏ ଲୋକ ଟିକେ ଝଟକା ପାଇବେ। ସେଇ ଝଟକାରେ କେତେ ଲୋକ ଏପଟ ସେପଟ ହଉଛନ୍ତି, ସେଟା ସ୍ୱାଭାବିକ। ସେ ହେବା ଦ୍ୱାରା କୌଣସି ଫଳପ୍ରଦ ହବ ନାହିଁ। ଦଳ ତା କାମ ସଂଗଠନ ଦଳ ତା କାର୍ଯ୍ୟକ୍ରମକୁ ଆଗକୁ ନେବ, ଏଥିରେ କୌଣସି ବେଧା ହବ ନାହିଁ। ତେଣୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଆଗେଇ ନେବ। ଦୀର୍ଘ 20-25 ବର୍ଷ ହେଲା ଯେମିତି ନେଇଥିଲା ପୁନର୍ବାର ସବୁଠି ଆଲୋଚନା କରି ଲୋକଙ୍କ ପାଖରେ ପହଞ୍ଚି ପୂର୍ବ ଜିନିଷକୁ ଫେରେଇ ଆଣିବ, ସେ ଆଶା ଭରସା ମୋର ରହିଛି। ଦେଖନ୍ତୁ, ପୂର୍ବରୁ ଯେତେବେଳେ ଜିଲ୍ଲା ସଭାପତି ଥିଲେ ବିକ୍ରମ ମଣ୍ଡା, ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଆପଣଙ୍କ ଉପରେ ଭରସା କରୁଛନ୍ତି? ଗଞ୍ଜାମ ଜିଲ୍ଲାକୁ ଦୁଇଟି କାର୍ଯ୍ୟକାରିଣୀ ଜିଲ୍ଲା ସଭାପତି ଭାବରେ ଦେଇଛନ୍ତି, ଯେହେତୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡା ପୂର୍ବତନ ବିଧାୟକ, ଆପଣଙ୍କୁ ମଧ୍ୟ ଦିଆଯାଇଛି। ଉଭୟଙ୍କ ଭିତରେ ଆପୋଷ ଆଲୋଚନା ବୁଝାପଣା ହୋଇ ସୁପ୍ରିମଙ୍କ ନିକଟରେ ଗଞ୍ଜାମ ଜିଲ୍ଲାର ବାର୍ତ୍ତା ପହଞ୍ଚେଇବେ? ନିଶ୍ଚିତ ଭାବରେ ସୁପ୍ରିମଙ୍କ ପାଖକୁ ପ୍ରତ୍ୟେକ ଜିନିଷ ପହଞ୍ଚିବ। ଦଳର ସମସ୍ତ ନେତୃସ୍ଥାନୀୟ ଲୋକଙ୍କୁ ଏକାଠି କରାଯିବ।
ସେମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ଜିନିଷ ଯେମିତି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବ ସେ ଦିଗରେ ଦଳ ସବୁବେଳେ ଚେଷ୍ଟା କରିବ। ପୂର୍ଣ୍ଣବାବୁ ଆସିକା ପୋଷଣରୁ ଦେଖୁଥିବେ, ମୁଁ ଏକାନି ଗଞ୍ଜାମରେ ଏକାନି ପୋଷଣରୁ ଦେଖୁଥିବୁ, ଉଭୟ ଦୁଇ ଜଣ ଦେଖିବା ଦ୍ୱାରା କାର୍ଯ୍ୟକ୍ରମ କରିବା ପାଇଁ ଆହୁରି ସହଜ ହବ, ଜଟିଳତା ଦୂର ହବ। ତେଣୁ ଜଟିଳକୁ ଦୂର କରି ଦଳୀୟର ସମସ୍ତ କର୍ମଚାରୀ ମାନଙ୍କୁ ସାଙ୍ଗରେ ନେଇ ବହୁ ଲୋକ ପଦପଦବୀରେ ଏଯାଏ ରହିଛନ୍ତି, ନିର୍ବାଚନରେ ପୁନର୍ବାର ସେମାନେ ଯେମିତି ଲଢି ଜିତି ଆସିବେ ସେ ଦିଗରେ ଚେଷ୍ଟା କରି ପୁନର୍ବାର ଦଳ ଯେମିତି ଆଗ 20 ବର୍ଷ ହେଲା 25 ବର୍ଷ ହେଲା ଚାଲିଥିଲା ସେମିତି ନିଶ୍ଚିତ ଭାବରେ ଦଳ ପୁନର୍ବାର ତାର କ୍ଷମତାକୁ ଫେରିବ, ଏ ଆଶା ଭରସା ମୋର ରହିଛି। ନିକଟ ଭବିଷ୍ୟତରେ ପଞ୍ଚାୟତ ନିର୍ବାଚନ ଆସୁଛି, ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଦବଦବା ବଜାଇ ରଖିଥିଲା। ବର୍ତ୍ତମାନ ତ ଆସିବ ପଞ୍ଚାୟତ ନିର୍ବାଚନ, ପୁନର୍ବାର ସେଇ ଦବଦବା ବଜାଇ ରଖିବ ବିଜୁ ଜନତା ଦଳ ନା ହାତରୁ ଖସିବ? ବିଜୁ ଜନତା ଦଳ ଦବଦବା ରହିଛି, ଖସିବ କାହିଁକି? ଦବଦବା ଏବେ ମଧ୍ୟ ରହିଛି, ଦବଦବା ରହିକି ତା କାର୍ଯ୍ୟକ୍ରମ ସେ କରୁଛି, ଯୋଉଠି ଯୋଉ ଜିନିଷ ଅଛି ସେ ଲୋକଙ୍କ ପାଖରେ ନେଇକି ଥଉଛି। ଶାସକ ଦଳ ଯୋଉଠି ଯୋଉ ଅସୁବିଧା କରୁଛନ୍ତି, ଯୋଉଠି ହରିଲୁଟ କରୁଛନ୍ତି ବା ଯୋଉଠି କ୍ଷତି କରୁଛନ୍ତି ତାକୁ ଲୋକଙ୍କ ପାଖରେ ଥୋଇବା, ଲୋକଙ୍କୁ ପଏଣ୍ଟ ଆଉଟ କରିବା, ଏମାନେ ଭୁଲ କରୁଛନ୍ତି, ଏଇ ଜିନିଷକୁ ପଏଣ୍ଟ ଆଉଟ କରି ଲୋକଙ୍କର ଯୋଉଠି ଅସୁବିଧା ସୁବିଧା ଅଛି ତାକୁ ଦୂର କରିବା। ଏ ଦିଗରେ ଯଦି ଆମେ କାର୍ଯ୍ୟକ୍ରମ କରିବା ତାହେଲେ ପଞ୍ଚାୟତ ନିର୍ବାଚନରେ ନିଶ୍ଚିତ ଭାବରେ ପୁନର୍ବାର ବିଜୁ ଜନତା ଦଳ ତାର ସଂଗଠନକୁ ଫେରି ଆସିବ। ଆଉ ଗୋଟେ କଥା ହଉଛି ସବୁଠାରୁ ଗୁରୁ ଦାୟିତ୍ୱ ଅଛି ନୂତନ ଭାବରେ ଏନ୍ଏସି ସୃଷ୍ଟି ହେଉଛି ଏବଂ କିଛି ମ୍ୟୁନିସିପାଲିଟି ମଧ୍ୟ ସୃଷ୍ଟି ହେଉଛି, ଏପଟେ ପୌର ନିର୍ବାଚନ ମଧ୍ୟ ରହିଛି। ଏଇ ତିନୋଟି ଯାକୁ ନୂତନ ଏନ୍ଏସି ରେ କେମିତି ବର୍ତ୍ତମାନ ଠାରୁ ତିନୋଟି ରାଜନୈତିକ ଦଳର ମଧ୍ୟ ଛକ ପଞ୍ଚ ଆରମ୍ଭ ହେଲାନି, କିଏ ତାର ନିଜର ଆସନ ନବ? ପୌର ନିଗମର ନୋଟିଫିକେସନ ବାହାରିଛି, ସରକାର ଚାହିଁଛନ୍ତି ଗୁଡାଏ ଏନ୍ଏସି ବଢାଇବା ପାଇଁ, ଯେତେ ଏନ୍ଏସି ଅଛି ତାହେଲେ ଯେତିକି ବଢିବ ତାକୁ ଧରି ସଂଗଠନ କେମିତି କରିବେ, ଭୋଟର ତାଲିକା ସଂଶୋଧନ ହବ, ତାକୁ ଗାଇଡଲାଇନରେ ପକେଇବେ, ତାପରେ ଯାଇକି ନିର୍ବାଚନ କରିବେ। ତେଣୁ ସେଥିପାଇଁ ଆମେ ପ୍ରସ୍ତୁତ ରହିଛୁ। ବିରୋଧୀ ଦଳ ତରଫରୁ ଆମେ ସରକାର ଶାସନ ଦଳ ଯୋଉ କାମ କରୁଛି ତା ବିରୋଧରେ କାର୍ଯ୍ୟକ୍ରମ କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ। ଦେଖନ୍ତୁ ପଞ୍ଚାୟତ ନିର୍ବାଚନକୁ ଦେଖି ସାଧାରଣ ନିର୍ବାଚନ, ଯେହେତୁ ପଞ୍ଚାୟତ ନିର୍ବାଚନ 2027 ହେବ, ସାଧାରଣ ନିର୍ବାଚନ 2029 ହେବ, ରଣନୀତି ଏବେଠାରୁ ଆରମ୍ଭ ହବ ପଞ୍ଚାୟତ ସ୍ତରରୁ। ଅନ୍ୟପଟେ ଯଦି ଆମେ ଦେଖିବା ଜିଲ୍ଲା ପରିଷଦର ଭାଇସ ପ୍ରେସିଡେଣ୍ଟ ମଧ୍ୟ ରହିଛନ୍ତି, ବିଜୁ ଜନତା ଦଳ ରହିଛି। 2027 ରେ ତା ବଜାୟ ରହିବ ନା ଅନ୍ୟ କାହା ଖାତାକୁ ଆଶା ରଖିଛୁ ବଜାୟ ରଖିବା ପାଇଁ, ମଣିଷ ତ ଆଶା କରେ, ତେଣୁ ଆଶା ରଖିଛୁ ଯେହେତୁ ଆମେ ଦଳର ବିଭିନ୍ନ ପଦପଦବୀରେ ଅଛୁ ଏବଂ ଲୋକଙ୍କ ପାଇଁ କାମ କରି ଆସୁଛୁ, ତେଣୁ ନିଶ୍ଚିତ ଭାବରେ ଆଶା ରଖିଛୁ ଯେ ଆଗ ଯେମିତି ପଦପଦବୀରେ ଥିଲୁ, ଯେମିତି ଯାଇଥିଲୁ, ସେଇ ଦବଦବା ରହି ପୁନର୍ବାର ନିର୍ବାଚନରେ ଆମେ ଜୟଯୁକ୍ତ ହଉ। ଦେଖନ୍ତୁ ଯେହେତୁ ଜିଲ୍ଲା ସଭାପତି ଜେଲ ଯିବା ଫଳରେ କୌଣସି ବଡ ବଡ ତୁଙ୍ଗ ନେତା ବିଜୁ ଜନତା ଦଳର ସାମ୍ନାକୁ ଆସୁନଥିଲେ, ଜିଲ୍ଲା ସଂଗଠନର ଦାୟିତ୍ୱ ମଧ୍ୟ ନେଉନଥିଲେ, କିନ୍ତୁ ବିଜେଡି ସୁପ୍ରିମୋ ଦୁଇ ଜଣଙ୍କ ଉପରେ ଭରସା ରଖିଲେ। ଅନେକ ତୁଙ୍ଗ ନେତା ରହିଛନ୍ତି, ଭଞ୍ଜନଗରର ପୂର୍ବତନ ବିଧାୟକ କଥା କହିବା, କବି ସୂର୍ଯ୍ୟନଗର ବିଧାୟିକା କଥା କହିବା ଏବଂ ପୋଲସରା ପୂର୍ବତନ ବିଧାୟକ କଥା କହିବା, ଏ ସମସ୍ତଙ୍କୁ ଛାଡିଦେଲା ପରେ ଆପଣଙ୍କ ଉପରେ ଦଳ କାହିଁକି ଭରସା କଲା? ଆଶା କରୁଛି ସୁପ୍ରିମୋ ଠିକ ଜିନିଷ ବାଛିଛନ୍ତି। ଆମେ ତ ଦଳ ଭିତରେ ରହିକି କାମ କରୁଛୁ, ଦୀର୍ଘ 40 ବର୍ଷ କାଳ କଂଗ୍ରେସ ଦଳରେ ରହିକି କାର୍ଯ୍ୟକ୍ରମ କରି ଆସିଛୁ। ଦଳ କ୍ଷମତାରେ ନଥାଇ 40 ବର୍ଷ କାଳ କଂଗ୍ରେସରେ କାମ କରି ଆସିଛୁ। 2018ରେ ଶେଖର ବାବୁ, ବିକ୍ରମ ଭାଇ ଏବଂ ମୁଁ, ମୋ ସହିତ ଅନ୍ୟମାନେ ଯୋଗ ଦେଲୁ ଆମେ ଜନତା ଦଳରେ କିଛି କାମ କରିବା ପାଇଁ, ଯେ ଅନ୍ତତଃ ଆମ ରାଜ୍ୟର ଆମ ଜିଲ୍ଲାର କିଛି କାମ କରିବା, ନୂତନ କାମ କରିବା, ନବୀନ ବାବୁ ଯୋଉ କାମ କରୁଛନ୍ତି ତାକୁ ଆଗେଇ ନେବା, ତାଙ୍କୁ ସାହାଯ୍ୟ କରିବା, ଏହା ଭାବି ଆମେ 2018ରେ ଜଏନ୍ କଲୁ, କରିକି କାମ କଲୁ। ଭାଗ୍ୟ ଦୁର୍ଭାଗ୍ୟର କଥା ଯେ ଏଇଥର ନିର୍ବାଚନ ରିଜଲ୍ଟ ବାହାରିଲା ବେଳେ ଜନତା ଦଳ ତଳକୁ ଖସିଲା। ହଉ, ଖସିବ, ଉପରକୁ ଯିବ, ଏହା ନିୟମିତ ଭାବରେ ରହିଛି। ତେଣୁ ପୁନର୍ବାର ଆମେ ଚେଷ୍ଟା କରିବୁ ଯେ ଦଳ ଯେମିତି ଆଗକୁ ଆସିବ, ଦଳ ସଂଗଠନ ବଢିବ। ଗଞ୍ଜାମ ଜିଲ୍ଲାର କୋଉ ନିର୍ବାଚନ ମଣ୍ଡଳୀ ଉପରେ ଅଧିକ ଫୋକସ କରିବେ? ଗଞ୍ଜାମ ଜିଲ୍ଲାର ସବୁ ଯାକ ନିର୍ବାଚନ ମଣ୍ଡଳ ସ୍ତଙ୍ଗ ଭାବରେ ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଯାଇଛନ୍ତି। ବ୍ରହ୍ମପୁରରୁ ମାନ୍ୟବର ଯିଏ ବିଧାୟକ ଲଢିବା କଥା ତାକୁ ସେଠି ନୂତନ ବିଧାୟକ ଦେବେ, ସେ ଯେମିତି ଲଢିବ, ଏହାକୁ ଆଲୋଚନା କରାଯିବ। ବହୁତ ବଡ ବଡ ଲୋକଙ୍କୁ ରଖି ତୁଙ୍ଗ ନେତା ମାନଙ୍କୁ ପାଖରେ ବସି ନବୀନ ବାବୁଙ୍କ ସହିତ ଆଲୋଚନା କଲା ପରେ
कौन कौन करानी कार्यक्रम करने आपको ଦେଖନ୍ତୁ ଗୋଟିଏ ଆସନର କେବଳ ବିଜୁ ଜନତା ଦଳ ଜିତିଛି ହିଞ୍ଜିଳି ଆସନର ଯିଏକି ବିଜେଡି ସୁପ୍ରିମୋ ରହୁଛନ୍ତି କହୁଛନ୍ତି ଯେ ନିର୍ବାଚନ ପରେ ଥରେ ଅଧେ ନିଜ ନିର୍ବାଚନ ମଣ୍ଡଳୀକୁ ବୁଲି ଆସୁଛନ୍ତି ଆପଣ ଯେତେବେଳେ ଦାୟିତ୍ୱ ନେଲେ ନବୀନ ପଟ୍ଟନାୟକ ଯିଏକି ବିଜୁ ଜନତା ଦଳର ସଭାପତି ରହିଛନ୍ତି ତାଙ୍କୁ ଗଞ୍ଜାମ ଆଣିବି गंजाम आने चेष्टा निश्चित भाव हम सभा समितिर कार्यक्रम निश्चित भाव हम लोक लोचन को जिनस जावाई जो जोटा आवश्यक पड़ो से निश्चित भाव जीव तेणु मान्यवर सुप्रीमो नवीन पट्टनायक को निश्चित भाव जिला को आने तार बाट कर आलोचना कर सारापर निश्चित भाव से निर्वाचन मंडल बुली आस शुणित दर्शक बंधु जहाँकि आम आलोचना करुले जेहेतु गुरु दायित्व मिली भगवान गंतायन को जहाँ गंजाम जिलार दुई जन को दायित्व मिली गोटे सांसद क्षेत्र रही जेहेतु सोरडार पूर्वतन विधायक पूर्णचंद्र स्वाई एवं भगवान गंतायत सार को जिते गुरु दायित्व मिली केमी भाव में जिला को संगठन को दृढ़ीभूत करने आग को जेहेतु पंचायत निर्वाचन रही पंचायत निर्वाचन स्तर में ग्राम पंचायत स्तर को जा कर्मी मान सहित आलोचना करवा विभिन्न समस्या पर आलोचना करवा केमी दल सुदृढ़ हम से विषय में आलोचना करेंगे सबुठ गुरुत्वपूर्ण कथा जेहेतु विरोधी दलर नेता जेहेतु श्री नवीन पट्टनायक हिंजिली आसन विजय लाभ करते जेहेतु कहुई होते निर्वाचन सरिबा नवीन पट्टनायक थरे अधे निज निर्वाचन मंडल को आछंती जेतेबेले आमे भगवान गंतायत सहित आलोचना करिथिलु जेहेतु निर्वाचन मंडल को केमिति नवीन पट्टनायक आसिबे विषय में आलोचना करेंगे उभय जहाँकि गुरुत्व दायित्व मिली पूर्णचंद्र स्वाई एवं भगवान गंतायत उभय आलोचना हेबो एवं तुंग नेता मानक सहित आलोचना हेबो एवं प्रकृत तथ्य जीव बीजेडी सुप्रीम को निकट को ब्रह्मपुर किरण कुमार मिश्र ओडिशा भास्कर।